ନମସ୍କାର। ଆଜିର କିଛି ଅନୁଚିନ୍ତା, କିଛି ଭାବାତ୍ମକ ରୂପକ ଲେଖା, କିଛି ଆଧ୍ୟାତ୍ମିକ ଶବ୍ଦାର୍ଥ ମର୍ମ ରୂପକ ଚେତନାର ଅନ୍ତର୍ଦ୍ୱନ୍ଦ୍ୱ। ଆସନ୍ତୁ ତା ବିଷୟରେ କିଛି ଶୁଣିବା। ଥରେ ଯାଇ ଦେଖ ମନ ସେହି ଅନ୍ଧାରକୁ, ମାୟାରୁ ବାହାରି ମନ ଚିତେ ଚେତନାକୁ। ଅର୍ଥାତ୍ ଆମର ଯେଉଁ ମନ ଏ ମାୟା ରୂପକ ସଂସାରରେ ଆବଦ୍ଧ ହୋଇ ରହିଅଛି, ସେ କ'ଣ କରିବା ଦରକାର? ଏ ମାୟାରୁ ବାହାରି, ଏ ସଂସାରର ରୂପକ ମାୟାରୁ ବାହାରି ଯେଉଁ ସତ୍ୟର ଆଲୋକକୁ ଆମେ ଅନ୍ଧାରରୁ ମୁକ୍ତ ହୋଇ ଖୋଜିବା ଦରକାର। ସେହି ଚେତନା ରୂପକ ଯେଉଁ ପରମ ସତ୍ୟକୁ ଆମେ ପାଇବା ଦରକାର। ଥରେ ଯାଇ ଦେଖ ମନ ସେହି ଅନ୍ଧାରକୁ, ମାୟାରୁ ବାହାରି ମନ ଚିତେ ଚେତନାକୁ। ବୁଧେ ହରି ଚିତେ ହରି ସବର୍ତ୍ତ, ମନ ନିତ୍ୟ ମାୟା ନିତ୍ୟ ଖେଳେ ସଦା ନିଦ୍ରିତ। ବୁଧେ ହରି ଚିତେ ହରି ଅର୍ଥାତ୍ ଯେଉଁ ଚେତନା ରୂପକ ଯେଉଁ ଜ୍ଞାନ ପ୍ରାପ୍ତ ହେବା ଦ୍ୱାରା ଆମେ ଯେଉଁ ବୋଧତ୍ୱ ପ୍ରାପ୍ତ କରେ, ଅର୍ଥାତ୍ ସେଇ ଚେତନା ରୂପକ ହରି ତାରଣକର୍ତ୍ତା ଈଶ୍ୱର ସେହି ଚେତନାରେ ହିଁ ପରିପ୍ରକାଶ ହୁଅନ୍ତି, ସେହି ଚେତନାରେ ଜାଗ୍ରତ ହୁଅନ୍ତି। ତ ବୁଧେ ହରି ଚିତେ ହରି, ସେହି ଚେତନା ରୂପକ ଶୂନ୍ୟତାରେ ହିଁ ବିଦ୍ୟମାନ। ସେ ହେଉଛି ଅଣାକାର, ଅବ୍ୟକ୍ତ, ଅନାଦି। ସେହି ଚେତନା ହିଁ ସବୁ। ମନ ନିତ୍ୟ ମାୟା ନିତ୍ୟ ଖେଳେ ସଦା ନିଦ୍ରିତ। ଅର୍ଥାତ୍ ଅନ୍ଧକାରମୟ ଯେଉଁ ଚେତନାର ଆଲୋକଟିଏ ଅଛି, ସେହି ମାୟା ଜଗତରେ ନିଦ୍ରିତରେ, ପ୍ରତି ପାଣି ଘଟରେ ନିଦ୍ରିତ ଅବସ୍ଥାରେ, ଅଲୋକିତ ଅବସ୍ଥାରେ, ଯେଉଁ ଯାହାକି ଆମକୁ ଲୁକାୟିତ ଅବସ୍ଥାରେ ଆମ ପ୍ରତି ଘଟରେ ବିଦ୍ୟମାନ ହୋଇ ରହିଛନ୍ତି, ପ୍ରାଣୀ ପାଇଁ ସେ ନିଦ୍ରିତ ହିଁ କ୍ରୀଡ଼ା କରନ୍ତି। ସେ ସବୁବେଳେ ଶୟନବ୍ରତ, ସେ ସବୁବେଳେ ନିଦ୍ରିତ, ଯାହାଦ୍ୱାରା ଆମେ ତାକୁ ଜାଣିପାରୁନି, କାରଣ ଆମେ ହିଁ ନିଦ୍ରିତ ଅବସ୍ଥାରେ ଅଛେ। ଯାହାଦ୍ୱାରା ସେ ଆମ ଚେତନା ରୂପକ ଯେଉଁ ଜ୍ଞାନରେ ଅଛନ୍ତି, ଆମ ପାଇଁ ସେ ନିଦ୍ରିତ ଅବସ୍ଥାରେ ଖେଳା କରନ୍ତି। ବୁଧେ ହରି ଚିତେ ହରି ସବର୍ତ୍ତ, ମନ ନିତ୍ୟ ମାୟା ନିତ୍ୟ ଖେଳେ ସଦା ନିଦ୍ରିତ। ନିତ୍ୟ ମରି ନିତ୍ୟ ଜାଗେ, ଜନ୍ମ ମରା ବିଦିତ, ମାୟା ପୃଷ୍ଠେ ମୋରେ ମନ ଘୁରୁଥାଏ ଭାବେତ। ଅର୍ଥାତ୍ ନିତ୍ୟ ମରି ନିତ୍ୟ ଜାଗେ, ଆମେ ପ୍ରତିଦିନ ଶୟନ କରୁଛେ, ପ୍ରତିଦିନ ଜାଗ୍ରତ ହେଉଛେ। ଯାହାଦ୍ୱାରା ଏହି ପ୍ରକ୍ରିୟାକୁ କୌଣସି ବି ପ୍ରାଣୀ କାଟିପାରିବ ନାହିଁ। ସେ ପ୍ରତିଦିନ ନିଶ୍ଚିନ୍ତ ରୂପେ ଶୟନ କରିବାର ଆବଶ୍ୟକତା ଅଛି, ନହେଲେ ସିଏ ଜୀବିତ ବି ରହିପାରିବ ନାହିଁ। ନିତ୍ୟ ମରି ନିତ୍ୟ ଜାଗେ, ଜନ୍ମ ମରା ବିଦିତ। ଅର୍ଥାତ୍ ଯେଭଳି ଭାବେ ଆମର ପ୍ରତିଦିନ ନିଦ୍ରିତ ହୋଇ ପୁଣି ଜାଗ୍ରତ ଅବସ୍ଥାକୁ ଆସୁଛେ, ସେହିପରି ଏହି ସଂସାରର ମାୟାଚକ୍ର ଜନ୍ମ ମରଣ ସବୁ ମୁହୂର୍ତ୍ତ ଚକ୍ରରେ ଲାଗି ରହିଛି। ସେଥିପାଇଁ
ଭାଗବତ ବାଣୀ ପଦେ କୁହେ, ଏ ଜୀବ ମରଣ ନିକଟେ ଯାଇ ବସଇ ଅନ୍ୟ ଘଟେ। ଅର୍ଥାତ୍ ଏଇ ଯେଉଁ ଚକ୍ରର ପ୍ରକ୍ରିୟା ଏମିତି ଅହରହ ଲାଗି ରହିଛି। ଏଥିରୁ ପ୍ରାଣୀ କେତେବେଳେ ମୁକ୍ତ ହେବ, ଯେତେବେଳେ ସେଇ ଚକ୍ର ଭିତର ଯେତେବେଳେ ସେଇ ଚକ୍ର ଭିତରୁ ମାୟାରୂପକ ଚକ୍ର ଭିତରୁ ବାହାରି ଚେତନା ରୂପକ ଆଲୋକକୁ ପରିପ୍ରକାଶ କରିପାରିବ, ସେତେବେଳେ ସେ ଚକ୍ରରୁ ବାହାରି ପାରିବ। ତ ଏଇ ମାୟା ପୃଷ୍ଠରେ କ'ଣ ମନ ସଦାବେଳେ ଭାବାବେଗ ହୋଇ ଭାବବଶ ହୋଇ ଘୁରି ବୁଲୁଛି। ନିତ୍ୟ ମରି ନିତ୍ୟ ଜାଗେ ଜନ୍ମ ମରା ବିଦିତ, ମାୟା ପୃଷ୍ଠେ ମୋରେ ମନ ଘୁରୁଥାଏ ଭାବେତ। କାହିଁ ମୂର୍ତ୍ତି କାହିଁ ଭୀତି ଶତ ସ୍ତୂପ ଅନେକ, ଶତ ବିଦ୍ୟା ଶତ ବାଣୀ ଭ୍ରମନ୍ତି ଏ ଜଗତ। ଅର୍ଥାତ୍ କାହିଁ ମୂର୍ତ୍ତି କାହିଁ ଭୀତି ଶତ ସ୍ତୂପ ଅନେକ, ଏ ସଂସାରରେ ଅନେକ ଧର୍ମ ପୀଠାଗାର ଅଛି, ଅନେକ ସ୍ତୂପମାନ ସ୍ଥାପନ ହୋଇଛି, ଅନେକ ମୂର୍ତ୍ତିଖଣ୍ଡ ଅଛି, ଯାହାଦ୍ୱାରା ଆମେ ତାରି ଭିତରେ ଆବଦ୍ଧ ହୋଇ ଅଛେ। ମୂର୍ତ୍ତିରେ ଈଶ୍ୱର ଖୋଜୁଛେ, ସ୍ତୂପରେ ଈଶ୍ୱର ଖୋଜୁଛେ, ଚର୍ଚ୍ଚରେ ଈଶ୍ୱର ଖୋଜୁଛେ, ମସଜିଦରେ ଈଶ୍ୱର ଖୋଜୁଛେ, ମନ୍ଦିରରେ ଈଶ୍ୱର ଖୋଜୁଛେ। ନାନା ମୁନି ନାନା ମତ, ଶତ ବିଦ୍ୟା ଶତ ବାଣୀ ଭ୍ରମନ୍ତି ଏ ଜଗତ। ଏଇଭଳି ଭାବରେ ଅନେକ ପାଠାଗାର, ଅନେକ ଶାସ୍ତ୍ରାଗାର, ଅନେକ ଧର୍ମବାଣୀ, ଅନେକ ନୀତି ନିୟମ ଏସବୁ ଯେଉଁ ଲାଗିକି ରହିଛି ପ୍ରାଣୀକି ଆବଦ୍ଧ କରି ରଖିଛି। ଆପଣମାନେ ଲକ୍ଷ୍ୟ କରିବେ, ସବୁ ଧର୍ମ ଈଶ୍ୱର ସମ୍ମୁଖେ ଏକ ହେଇପାରେ, କିନ୍ତୁ ତାଙ୍କର ନିୟମ ମାନିଥିବା ଯେଉଁ ଧର୍ମ ଶାସ୍ତ୍ରରେ ଲେଖା ହେଇଛି ତାହା ସମ୍ପୂର୍ଣ୍ଣ ଭାବେ ଭିନ୍ନ। କାରଣ ଯେଭଳି ଭାବରେ ଯେଉଁମାନେ ସବୁ ଭିନ୍ନ ଭିନ୍ନ ମତ ଦିଅନ୍ତି, ତ ଶାସ୍ତ୍ର ରୂପରେ ଧର୍ମ ରୂପରେ ସବୁ ଧର୍ମର ମତବାଦ ଅଲଗା। ତ ଏଥିରେ କ'ଣ ହେଉଛି ନା ଆମେମାନେ ଭ୍ରମିତ ହେଉଛେ। ଭ୍ରମିତ ଅର୍ଥାତ୍ ଆମେ କୌଣସି ଧର୍ମର ସମାନତାକୁ ଏକୀକରଣ ଭାବେ ପାଇପାରୁନେ, ଯାହାଦ୍ୱାରା କେବଳ ଆମର ଏଇ ଭ୍ରମିତ ରହି ଆମର ଜୀବନଯାପନର ଅନ୍ତ ଘଟିଯାଉଛି, ଅନ୍ତ ସରିଯାଉଛି। କାହିଁ ମୂର୍ତ୍ତି କାହିଁ ଭୀତି ଶତ ସ୍ତୂପ ଅନେକ, ଶତ ବିଦ୍ୟା ଶତ ବାଣୀ ଭ୍ରମନ୍ତି ଏ ଜଗତ। ଏହିପରି ଭାବରେ ଏ ଜନସମାଜ କ୍ରମାଗତ ଭାବେ ଭ୍ରମିତ ହୋଇ ଆସୁଅଛି, ଯାହାଦ୍ୱାରା ସତ୍ ଚେତନାକୁ, ସତ୍ ଈଶ୍ୱରକୁ, ସତ୍ ଈଶ୍ୱରୀୟ ପରିପ୍ରକାଶକୁ ପାଇପାରୁନାହିଁ। ଯାହାଦ୍ୱାରା ନିଜର ଅନ୍ତର୍ରୋଧ ନିଜଠାରେ ହିଁ ଖୋଜିବା ଦରକାର, ନିଜ ଚେତନାରେ ହିଁ ଖୋଜିବା ଦରକାର। ଯାହାଦ୍ୱାରା ଆମେ ଏହିପରି ଭାବେ ସଂସାରରେ ପରିଭ୍ରମଣ କରୁଛେ। ଏମିତି ଭାବେ ଆମ ଜୀବନର ଅନ୍ତ ଘଟି ଆସୁଛି। ପଞ୍ଚ ଇନ୍ଦ୍ରିୟ ପଞ୍ଚ ରାସ୍ତା ଯୋଡ଼ି କାହିଁ ଦେଖିବୁ, ତେବେ ଯାଇ ଚେତନାରେ ମନକୁ ତୁ ପାଇବୁ। ଅର୍ଥାତ୍ ଇନ୍ଦ୍ରିୟମାନଙ୍କୁ ଏକ କାମରୂପୀ ରାକ୍ଷସ ସହିତ ତୁଳନା କରାଯାଉଛି, ଅହିଂସାରୂପୀ ରାକ୍ଷସ ସହିତ ତୁଳନା କରାଯାଉଛି, ଯାହାଦ୍ୱାରା ଇନ୍ଦ୍ରିୟମାନଙ୍କୁ ସଂଯତ କରିବାକୁ କୁହାଯାଉଛି। କିନ୍ତୁ ମୋ ଦୃଷ୍ଟିରେ ଯେହେତୁ ଈଶ୍ୱର ଚେତନା ଦେଇଛନ୍ତି, ଯେହେତୁ ଈଶ୍ୱର ଇନ୍ଦ୍ରିୟମାନଙ୍କୁ ଆମ ଶରୀରରେ ହିଁ ସଂଯତ କରି ରଖିଛନ୍ତି, ଯୋଡ଼ି କରି ରଖିଛନ୍ତି, ଆମେ ତାଠାରୁ କେବେ ଭିନ୍ନ ହୋଇପାରିବା ନାହିଁ। ଏହା ହିଁ ମୋର ମତବାଦ। କାରଣ ଆମଠାରେ ସ୍ୱତଃ ସବୁ କ୍ରିୟା ହିଁ ଚାଲୁଛି, ତ ଆମେ ଇନ୍ଦ୍ରିୟ ଠାରୁ କେବେ ସମ୍ପୂର୍ଣ୍ଣ ରୂପେ ଭିନ୍ନ ହୋଇପାରିବା ନାହିଁ। ଆମେ ଈଶ୍ୱରଙ୍କୁ ପାଇବାକୁ ହେଲେ ସମସ୍ତ ଇନ୍ଦ୍ରିୟକୁ ଆମ ଶରୀରର ଭିତରେ ଯେଉଁ ଜ୍ଞାନର ପରିପ୍ରକାଶ ହୋଇଛି ତାକୁ ସଂଯୋଗ କରି ଚାଲିବା ଦରକାର। କିପରି ଭାବେ ଚାଲିବା? ଆମେ ଯେଉଁ ଇନ୍ଦ୍ରିୟ ଅଛି ଆମର,
पंच इंद्रिय जहाँ को आम कहुचे आखि कान नाक पाटी आउ स्पर्श रूपक जो आम अच्छी आम से सब द्वारा आमर जो खराब भावना सहित जो आम जड़ित हो रही आम सद्भावन परिप्रकाश कर इंद्रिय मान संयत करवा तो आम ईश्वरीय परिप्रकाश रास्ता पाइपर जेपरी भाव कान खराब कथा शुणे भल कथा शुणे आम भगवान चेतना द्वारा भगवान भजन कीर्तन भजन सद्गुण सत् चरित्र सत् कथा सत् महापुरुष कथा सब शयन करने द्वारा आमर एक रास्ता चेतन मध्यम को जीव आखि सब भल देखा दरकार दुख सुख धर्म अधर्म को व्याख्या करी पुखानुपुख सत् बाटर चलवा दरकार सत् रूपक देखा दरकार एभली भाव में आम सब इंद्रिय को आम यदि सत् रूपक रास्ता नहीं पारिबा तेबे इंद्रिय माने भी आमको ठीक रास्ता को नहीं जावाई सहयोग करें। तो पंच इंद्रिय पंच रास्ता जोड़ी कहीं देखू तेबे जाई चेतनार मन को तो पाइबू सही चित्ते अंधार को मृत्यु कले निजर सही चित्ते अंधार को मृत्यु कले निजर जितेबाला सही चेतनार मृत्यु को निजर कर तेबे जाई आम संसार रूपक चक्रु पार हो पारिबा। आमे से मृत्यु को सब अनुभव कले आम जो रूपक शरीर में मुंभावना रूपक जो राक्षस अच्छी ताकू दूरे दे पारिबा ए कालचक्रु आम बाहरी परिबा। तेबे जाई ईश्वर को पाइबु जे सत्यर सही चित्ते अंधार को मृत्यु कले निजर तेबे जाई ईश्वर को पाइबु जे सत्यर सही चेतना रूपक सत्यरु आम ईश्वर को खोजी पाइपर। मृत्यु हो जन्म हो सबू समान रूपक जीवनर एक एक अंश सबको आम ग्रहण करने दरकार मृत्यु को भी सेमती रूपे भल पाइबा दरकार मृत्यु को भी सही रूपे ग्रहण करने दरकार तेबे जाई आम ईश्वरीय सचेतनार वशवर्ती हो पारिबा। नमस्कार आपण मानकु मोर जो किसी भावावेग थिला संपूर्ण रूपे व्याख्या कली जदि किछिटा आपन को भल लगे तो निश्चित मतामत जनइबे। नमस्कार आउ एक किसी भावार्थक शब्द आपण मान सहित जोड़ी हेबी। नमस्कार।